ଅନେକ ଟଙ୍କା ଦରକାର ହେଇଥିବ। ଏଟା ଗୋଟେ ଟଙ୍କା ଆଣିଲେ କୋଉଠୁ? କୁହ ସବୁ ଟଙ୍କା ତମେ ଆଉ କାହାକୁ କଥା ନେଇ ଆଉ କିଛି ଭୁଲ କରିବାକୁ ଚାହୁଁଛ ତ? ନାଇଁ ସତ୍ୟ ବାବୁ, ଜୀବନରେ ଗୋଟାଏ ଭୁଲ କରିଛି ଯେ ଆଜି ପର୍ଯ୍ୟନ୍ତ ଅନୁତାପ ନିଆରେ ଯାଉ। କେବଳ ମୋ ବାବୁଙ୍କୁ ବେଳ ଆଣିବା ପାଇଁ ମୋ ପେଟ କାଟି ଗୋଟାଏ କିଡନୀ ବିକି ଦେଇଛି। କାହିଁକି ସବୁ ଟଙ୍କା କାହିଁକି ଏମିତି କର? ଆଉ କଣ କରି କହିଛି ସାନ ବାବୁ, ମୋ ମାଲିକ ମୋ ଚଳନ୍ତି ଠାକୁର ସେ ମୋତେ ନିଜେ ହଜାର ଏକର ଗାଳି ଦିଅନ୍ତି। ତାଙ୍କ ଗାଳି ଶୁଣିଲେ ମୋ ପେଟକୁ ଥଣ୍ଡା ଯାଏନି। ଆମ ଚଳନ୍ତି ଠାକୁର କେଲେ କହି ଆଖିରୁ ଲୁହ ଗଡ଼ିଲେ କେମିତି ସହିଥାନ୍ତି ସାନ ବାବୁ? ସହିପାରିନି। ଆଜି ପରେ ଘରେ କାହାରି ଆଖିରେ ଲୁହ ଗଡ଼ିବନି। ବୁଝିଦେବି ସମସ୍ତଙ୍କ ଆଖିର ଲୁହକୁ ମୁଁ ପୋଛିଦେବି। ବୁଝିବି ମୁଁ ମୋ ଭଉଣୀকে ଘରକୁ ଫେରି ଆଣିବି। ଏ ଚଉଦିନ ବେଳରେ ପୁଣି ଥରେ ବେଦି ବନ୍ଧା ହବ। ମୋ ବାପା ବେଦିରେ ବସି କନ୍ୟାଦାନ କରିବେ। ନିଶ୍ଚୟ। ନମସ୍କାର। ଆପଣଙ୍କ ସାଙ୍ଗେ ଦେଖାଇ ପଳେଇ ଆସିବି। ସରି ମୁଁ ପରିଚୟ ଦେଇନି। ମୁଁ ହେଉଛି ଡକ୍ଟର ଧନଦାସଙ୍କ ପୁଅ ସତ୍ୟ। ଆସନ୍ତାକାଲି ଆପଣ ଗରିଣୀ ଝିଅ ସହିତ ମୋର ବାହାଘର ହେଉଛି। ତମେ ଭଲ ଭାବେ ଜାଣିଛ ସାଧାରଣ ବିବାହିତ ତାପରେ ବି ତାକୁ ବିବାହ କରିବାକୁ ତମେ ରାଜି ହେଉଛ? ଆପଣ କହୁନାହାନ୍ତି ଆପଣ କେମିତି ରାଜି ହେବେନି? ଯେ ସ୍ୱାମୀର ନିଜ ସ୍ୱାମୀର ଜୀବନ ବଞ୍ଚାଇବା ପାଇଁକା ଅନ୍ୟ କାହା ସ୍ତ୍ରୀ ମୁଁ ଅଭିନୟ କରିପାରିଛି। ଏମିତି କାହା ଭାଗ୍ୟରେ କେମିତି ଝିଅ ଆସିବ? ହୁଏତ ମୋର ଭାଗ୍ୟ। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ନିଶ୍ଚୟ ଆସିବେ। ନିଶ୍ଚୟ ଯିବ ନିଶ୍ଚୟ ଯିବ। ଆପଣମାନେ କିଛି କହିଲେନି ଯେ ମାନେ ମ୍ୟାରେଜ ଆପଣମାନେ ଆସୁଛନ୍ତି ତ? ହଁ ଯିବୁ ଆମେ ନିଶ୍ଚୟ ଯିବୁ। ଥ୍ୟାଙ୍କ ୟୁ। अरे समझते सुनो आसंता काली वो भौरी बाहाघर। अरे समझते रेडी थो आम समझते आशीर्वाद देवा वो भौरी हजार थर बेदे बसी